মুহি গপক্ষেত্র কিন্তু অছি যে ঋষি অভিশাপ যাই ন পারিবি মুহি গপক্ষেত্র মধ্যে যদি ধ্বস্ত করিবি যমুনার জল যদি পাদ পকাইবি যমুনা পর্বতে তেবে মূর্ধনা ফাটি মরিଯିବି মুহি তো হই নথিলে সমগ্র গপক্ষেত্রକୁ କରି ଉତ୍ପାଟନ ଫିଙ୍ଗି ଦେଇଥାନ୍ତି ଖରସ୍ରୋତ ଯମୁନା ଗର୍ଭକୁ ସବୁଦିନ ପାଇଁ ଭୌଗୋଳିକ ମାନଚିତ୍ରକୁ ପରିବର୍ତ୍ତନ କରିଦେଇଥାନ୍ତା ଇଏ ତ୍ରିପୁର ବିଜୟୀ ମହାରାଜ କଂସ ମହାମନ୍ତ୍ରୀ ଜଣ ମହାମନ୍ତ୍ରୀ ଅଦ୍ୱିତୀୟ ଯୋଦ୍ଧା ମୁହି ଏ ଧରା ଧାମରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନ କରିଅଛି ଜୟ ବାହୁବଳେ ଜିଣିଅଛି ମୁଁ ଅନେକ ରାଜନ ଭୃତ୍ୟମୂଳେ ଖଟାଉଛେ 33 କୋଟି ଦେବତା ମଣ୍ଡଳୀ ବୃଦ୍ଧ ପିତାଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛି ମୁଁ ମଥୁରା ରାଜ୍ୟରେ ନିର୍ବାସିତ କରିଛି ମୁଁ ପୁରାତନ ମନ୍ତ୍ରୀ ଅକ୍ରୂରକୁ ବନ୍ଦୀ କରିଛି ଦେବକୀ ବସୁଦେବଙ୍କୁ ଅନ୍ଧକାର କାରାଗୃହରେ ମହାମନ୍ତ୍ରୀ ଇଏ କି ଆଶ୍ଚର୍ଯ୍ୟ ମହାମନ୍ତ୍ରୀ ଦେବକୀର ଷଡ଼ପୁତ୍ର ବିନାଶିନୀ ମୁଁ ଏ ତର୍ପଣ ଶିଳାରେ ସପ୍ତମ ସନ୍ତାନ ହୋଇଲା ଅଦୃଶ୍ୟ ଅପେକ୍ଷା କରିଛି କେଉଁ ଦିନ କେତେବେଳେ ଜନ୍ମ ନେବ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ରେ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ଜାଣି ନାହୁଁ ତୁ ହି ମହାକାଳ ରେ ଦେବକୀର ମୂର୍ଖ ଅଷ୍ଟମ ଗର୍ଭର ସନ୍ତାନ ତୁ କାହୁ ଜାଣିବୁ ମହାରାଜ କଂସର ବଳବୀର୍ଯ୍ୟ ପରାକ୍ରମ ଯେଉଁ ମହାରାଜ କଂସାସୁର ନାଶୀ ପାରନ୍ତି ସୃଷ୍ଟି ଯାହା ଇଙ୍ଗିତରେ ସୂର୍ଯ୍ୟ ଚନ୍ଦ୍ର ହନ୍ତିଆ ଦଜାତ ଯାହା ପଦାଘାତରେ ଥରି ଉଠେ ବସୁଧା ତୁ କାହୁ ଜାଣିବୁ ମହାରାଜ କଂସର କୁଟୀର ଚକ୍ରାନ୍ତ ମହାମନ୍ତ୍ରୀ ଏସବୁ କଣ ଚାଲିଛି ମୁଁ ତ କିଛି ବୁଝିପାରୁନି ମୁଁ ସେତେବେଳୁ ଦେଖୁଛି ଏ ପିଲାମାନେ ସବୁ ପ୍ୟାକେଟ ଖାଇବା ଖାଉଛନ୍ତି ଏବଂ ସବୁ ଖାଇସାରି ଜରିକୁ ଏଣେ ତେଣେ ପକାଉଛନ୍ତି ନା ଏହା ଜମାରୁ ଠିକ ନୁହଁ ଏମାନେ ସବୁ ଦୋଷୀ ଏମାନଙ୍କୁ ଦଣ୍ଡ ଦେବା ଦରକାର ଦୟା କ୍ଷମା ଲୋଭ ମୋହ ମହାରାଜ କଂସ ଜାତ କରେ ନାହିଁ ଏମାନେ ନିଶ୍ଚିତ ଦଣ୍ଡ ପାଇବେ ପରେ କ୍ଷମା ମିଳିବ ଆରେ ତୁମେ ମାନେ ସବୁ ପାଠ ପଢା ପିଲା ଏଭଳି କାର୍ଯ୍ୟ କରୁଛ କାହିଁକି ମହାମନ୍ତ୍ରୀ କେବଳ ପିଲାମାନେ କାହିଁକି ଏଠି ତ ସମସ୍ତେ ଜରି ଓ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କିନ୍ତୁ ମୋ ରାଜ୍ୟରୁ ଜରି ଓ ପ୍ଲାଷ୍ଟିକ ବନ୍ଦ ହେବା ଦରକାର ମୋର ଆଦେଶ କଂସ ମହାରାଜର